ओम अधिकारी डॉक्टर कॉमरे और नदी दुर्गास्तोत्र श्री अरविंद। मातः दुर्गे सिंहवाहिनी सर्वशक्तिदायिनी मातः शिवप्रिये तोरशक्यांशजातान्धे मने भारतवर्षर যুবকগণ তোর মন্দিরে আসিন প্রার্থনা করুছু শোণ মাতঃ এই ভারতবর্ষে প্রকাশ হো। মাতঃ দুর্গে যুগে যুগে মানব শরীরে অবতীর্ণ হই জন্মে জন্মে তোর হি কার্য করি তো আনন্দ ধামরে ফেরি যাও। এথর বি জন্ম হই তোহরি কার্যরে হি আম্ভে মানে ব্রতী শুণ মাতঃ এই ভারতবর্ষে সহায় হো। মাতঃ দুর্গে সিংহবাহিনী ত্রিশূলধারিণী বর্ম আবৃত সুন্দর শরীরে মাতঃ জয়দায়িনী তো প্রতীক্ষারে ভারত রহিଅছি তোর ସେହି মঙ্গলময়ী মূর্তি দেখিବାକୁ উৎসুক শুণ মাতঃ এই ভারতবর্ষে আবির্ভূত হো প্রকাশ হো। মাতঃ দুর্গে বলদায়িনী প্রেমদায়িনী জ্ঞানদায়িনী শক্তি স্বরূপিণী ভীমে সৌম্য রৌদ্র রূপিণী জীবন সংগ্রামে ভারত সংগ্রামে তোর পেট যোদ্ধা ভীমনে দিয়মা প্রাণে মনে অসুরর শক্তি অসুরর উদ্যম দিয়মা হৃদୟରେ বুদ্ধিরে দেব চরিত্র দেবজ্ঞাନ। ମାତଃ ଦୁର୍ଗେ ଜଗତ ଶ୍ରେଷ୍ଠ ଭାରତ ଆତି ନିବିଡ଼ ତିମିରରେ ଆସନ୍ନ ଥିଲା ତୁଇ ହିଁ ମାତଃ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାର ଉଚ୍ଛ୍ୱାସ ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତଃ ତିମିର ବିନାଶ କର। ମାତଃ ଦୁର୍ଗେ ଶ୍ୟାମଲା ସର୍ବସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂଗ୍ରହରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱ ଭାରସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି ଆସ ମାତଃ ପ୍ରକାଶ ହୋ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହେଉ। ହେ ମାତଃ ବିନାଶକର କ୍ଷୁଦ୍ରତା ବିନାଶକର ସ୍ୱାର୍ଥ ବିନାଶକର ଭୟ। ମାତଃ ଦୁର୍ଗେ କାଳୀ ରୂପିଣୀ ନିର୍ମଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିରାଦରେ ଅନ୍ତଃସ୍ତରୀକୁ ବିନାଶ କର। ଗୋଟିଏ ବି ଯେପରି ଆମ୍ଭମାନଙ୍କର ମଧ୍ୟରେ ଜୀବିତ ରହି ନପାରେ ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ର ହିତାରେ ମ୍ରିୟମାଣ ଭାରତ ହେ ମାତଃ ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହଉ। ମାତଃ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ ଆମ୍ଭମାନଙ୍କର ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର মেধাশক্তি শ্রদ্ধা ভক্তি তপস্যা ব্রহ্মচর্য সত্য জ্ঞান বিকাশ করে জগতের বিতরণ কর। মানব সহে দুর্গতি নাশিনী জগদম্বে প্রকাশ হো। মাতঃ দুর্গে অন্তঃস্তরীপু সংহার করে বাহার বাধাবিঘ্ন নির্মল কর। বলশালী পরাক্রমী উন্নত চেতার্জয়াতি ভারতর পবিত্র কাননে উর্বর ক্ষেত্রে গগন সহচর পর্বত তলে পৌত সলিলা নদী তীরে একতা প্রেম সত্য শক্তি শিল্প সাহিত্য বিক্রম জ্ঞাନରେ শ্রেষ্ঠ হি নিবাস করু মাতৃচরণে ହିଁ ପ୍ରାର୍ଥନା ପ୍ରକାଶ ହୋ। ମାତଃ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୁଗବଳରେ ପ୍ରବେଶ କର ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର ଅଶୁଭ ବିନାଶିନୀ ତରବାରୀ ଅଜ୍ଞାନ ତିମିର ବିନାଶିନୀ ପ୍ରଦୀପ। ହେ ମାତଃ ଭାରତର ଯୁବକ ଗଣକ ଏହି ବାସନା ପୂର୍ଣ୍ଣ କର ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁଭନ୍ତ୍ରୀ ହୋଇ ତରବାରୀ ଘୁରାଅ ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପଧର ପ୍ରକାଶ ହୋ। ମାତଃ ଦୁର୍ଗେ ତୋତେ ପାଇଲେ ବିସର୍ଜନ କରିବୁ ନାହିଁ
ଶ୍ରଦ୍ଧା ଭକ୍ତି ପ୍ରେମ ଡୋରରେ ବାନ୍ଧି ରଖିବୁ। ଆସ ମାତଃ ଆମ୍ଭମାନଙ୍କର ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ଧୀର ମାର୍ଗ ପ୍ରଦର୍ଶନୀ ଆସ ଆଉ ବିସର୍ଜନ କରିବ ନାହିଁ। ଆମ୍ଭମାନଙ୍କର ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ମାତୃକ୍ରିୟା। ଆମ୍ଭମାନଙ୍କ ସକଳ କାର୍ଯ୍ୟ ହେଉ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମାତଃ ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ, ପ୍ରକାଶ ହୁଅ, ପ୍ରକାଶ ହୁଅ। ଆମେ ଶପଥ କଲୁ, ଆମେ ଶପଥ କଲୁ, ମା ନାମେ ଫୁଲିବୁ, ମାକୁ ନ ଭୁଲିବୁ, ମା ପଥେ ଚାଲିବୁ, ଶପଥ କଲୁ। ଆମେ ଶପଥ କଲୁ, ଦିବ୍ୟ ଦାତାରେ ସବୁ ଭରିବୁ, ମୃତ୍ୟୁରେ ଅମୃତ ଭରିବୁ, ଦିବ୍ୟ ଦାତାରେ ସବୁ ଭରିବୁ, ମୃତ୍ୟୁରେ ଅମୃତ ଭରିବୁ। আলোকিত পথে আমি যাত্রী, আলোকিত পথে আমি যাত্রী, অন্ধারে কেবে নাহি ডরিব, আমি অন্ধারে কেবে নাহি ডরিব। শপথ কলো ଆମେ ଶପଥ କଲୁ, ମା ନାମେ ଫୁଲିବୁ, ମାକୁ ନ ଭୁଲିବୁ, ମା ପଥେ ଚାଲିବୁ, ଶପଥ କଲୁ। ଆମେ ଶପଥ କଲୁ। নব যুগে নব পুথি খুলিব, নবতানে নব গীত বলিব, নব যুগে নব পুথি খুলিব, নবতানে নব গীত বলিব। আসু যেতে ঝড় ঝঞ্ঝা জীবনে, আসু যেতে ঝড় ঝঞ্ঝা জীবনে, এক মনে এক লয়ে চালিবু, আমি এক মনে এক লয়ে চালিবু। শপথ কলু, আমি শপথ কলু, মা নামে ফুলিবু, মাକୁ ନ ভুলিবু, মা পথে চালিবু, শপথ কলু। ଆମେ ଶପଥ କଲୁ। ସ୍ମରିଚିର ସତ୍ୟର ମନ୍ତ୍ର, অভিযানে হেবু আমি বিজয়ী। স্মরিচির সত্যর মন্ত্র, অভিযানে হেবু আমি বিজয়ী। যন্ত্রী সে আমি সবু যন্ত্র, যন্ত্রী সে আমি সবু যন্ত্র, আমরি নিয়তি আমি নিজে হি, আজি আমরি নিয়তি আমি নিজে হি। শপথ কলু, আমি শপথ কলু। মা নামে ফুলিবু, মাକୁ ନ ভুলিবু, মা পথে চালিবু, শপথ কলু।
ଆମେ ଶପଥ କଲୁ ଆମେ ଶପଥ କଲୁ। प्रणाम आर द लोटस फीट ऑफ द डिवाइन मदर। करुणामयी माँ परम प्रभु श्री अरविंद उपस्थित सम्मान्य पूजारी भाई भाई ना कौन सीताराम भाई एवं भाई दुज ता सहित मो सम्मुखें बसता मोर अति आदर भाई भौणी माने निहाती भितर प्रश्न तो कौन आज आमर ये गोटे एमती कौन गोटे सभासभी कले आज कौन अच्छी कि गोटे प्रश्न उठुव देख गोटे बड़ कथा हूँ आम आज जो कथा कहवाई आसीचु तम मानकर चरित्र तम मानकर स्वभाव तम मानकर प्रकृति तम मानकर चेतना को बदल बेले किछि मात्रा साहाय्य कर जो तमें भविष्यत जीवन पाई निजको योग्य कर पारिबो भारत को समृद्ध करिवारे तब निजको समर्थ करि पारिबो एवं भारत वर्ष रे आम माने जो मानव जीवन नहींचे ये मानव जीवन को सार्थक करिवारे तम माने समर्थ हो पारिबो। ए दृष्टि आमे चिराचरित ढांचार शिक्षा सब पढ़ीचु एबे भी पढ़ुचु आमे जो +2 रे पाठ पढ़ुचे कौन करिया भाई +3 पढ़ू तापर बीएड करू कि अलग कौन सी टेक्निकल पाठ सब पढ़ू चाकरी करू घर द्वार करू बयस हम बाहासा हबू छुआ पिला हेबे तांकर बाप माँ हबू तांको पुणी पाठशाला पढ़ेबू पुणी जमी बाड़ी घर द्वार सब करू पुणी कि चिंता करू तापर बुढ़ा बुढ़ी हो बयस हो मरजू एटा समस्ते करूँ ना आम नुआ किसी करवा हैं एटा समस्ते करुँच ना आम नुआ करवा समस्ते करुँच देख मोर तुम सहित इंटराक्शन छल आलोचना हम भावना मु वक्ता भाषण मारिदेवी तुम सहित मोर इंटराक्शन छल मुझे आलाप आलोचना करी तेरे ये जो कथा बर्तमान टे लक्ष्य कर समाजटा भल रही खराब रही खराब को मैंने कौच हाथ सैला हाथ कहीं साहस टेक पार तुम वीर योद्धा हम तुम हाथ कौन टेकुन समाज वर्तमान खराब रे चली कौ मैंने अनुभव कर हाथ टेक वेरी गुड वेरी गुड वेरी गुड आउ किए अनुभव कर पारन समाज बढ़िया चलती चोरी होनी डकायती होनी झील पिलाटे एकुटिया रास्ता जीवा सेफ बोली अनुभव कर पारुछि सेफ्टी अनुभव करते कथा अनुभव कर अथच किसी कहूना माने साहसटा कौटी गोटे अभाव अच्छी ते वर्तमान समाजटा भल नहीं बोली मोटामोटी भाव तुम जानल ये तो आम राइट वर्तमान समाज मोटामोटी भाव भल नहीं ठीक तो अच्छा से प्रकार समाज चालू ना नुआ करी गोटे समाज बदलवा नुआ करी गोटे तैयारी कौन करिया दरकार जो समाज रे करप्शन नथिबो वेरी गुड जी नुआ करी चाहूचंदी तांको जीवन रे नूतनता फुटिबो तमे धरा गोटे सीढ़ी रे पाहाच रे उठुचो ऊपर को गोटे पाउछ रे पाद देइछो पुन द्वितीय पाउछ रे आ गोटे पाद देइछो को प्रथम पाउछ रे न छाडिले तमे तृतीय पाउछ रे पाद देइ परिबो की छात ऊपर उठी पारिबो गोटे पाउछ फर्स्ट स्टेप रे आ गोटे पाउछ सेकंड स्टेप रे ते फर्स्ट स्टेप रे पादटा जदि आम न छाड़वा थर्ड स्टेप रे न पकेइबा पुणी सेकंड स्टेप रे फोर्थ स्टेप रे न पकेइबा तले आम सीढ़ी रे ऊर्ध्व को उठिकी जाई परिबा कि छात ऊपर जाई परिबा ताले प्रति मुहूर्त रे गोटे नुआ नुआ पावछ रे हमको पादा देवा को पड़िबो जे प्रति मुहूर्त रे नुआ नुआ चाहूची सी होची यंग कौन कहली बुझ पाइल बयस 16-17 वर्ष होती सो दैट आई एम यंग नेवर जदि तुम भितर प्रोग्रेस कर भावना यू आर ओल्ड बर्तमान हिसाब कर दो कौ कैटेगरी अच्छ आम समस्ते कौ कैटेगरी अच्छे मोर बयस 16-17 वर्ष हो
କିନ୍ତୁ ମୁଁ ଅଗ୍ରଗତି କରୁନଥିବି, ତାହେଲେ ମତେ ୟଙ୍ଗ କୁହାଯିବ ନା ଓଲ୍ଡ କୁହାଯିବ? ଓଲ୍ଡ। ବୟସ 70 ଭାଇଙ୍କ ଭଳିଆ ବୟସ 70 ହବନି, କିନ୍ତୁ ସବୁବେଳେ ଗୋଟେ ଡାଇନାମିକ୍ସ ଡ୍ୟାସିଂ ରେ ଅଛନ୍ତି ହେଲା, ପୁରା ଡାଇନାମିକ ଏନର୍ଜେଟିକ ହେଇକି ଅଛନ୍ତି, ଯୁଆଡେ କହିଲେ ମା କାମ ପଳଉଛନ୍ତି। ତେଣୁ ଭାଇଙ୍କୁ ଆମେ କହିପାରିବା ୟଙ୍ଗ ବୋଲି। ବୟସ 70, ଏ ବୟସ ତ କଣ ମୋ କଥା ଅଛି। ମହାଭାରତରେ ଜଣେ ଯୁବରାଜ ଥିଲେ, ଅର୍ଜୁନ ନାଁ ଶୁଣିଛ? ଭୀଷ୍ମ ନାଁ ଶୁଣିଛ? ଭୀଷ୍ମଙ୍କର ବୟସ ହଉଛି 160, ଅର୍ଜୁନଙ୍କର ବୟସ ହଉଛି 70। ଦେଖ 70 ବର୍ଷର ଯବାନ 160 ବର୍ଷର ବୃଦ୍ଧଙ୍କ ସହିତ ଲଢୁଛନ୍ତି, ବୁଝି ହଉଛି? ଅର୍ଜୁନଙ୍କର ବୟସ କେତେ କହିଲି? 70, ଆଉ ଭୀଷ୍ମଙ୍କର ବୟସ 160। ବର୍ତ୍ତମାନ ଅର୍ଜୁନ ଆଉ ଭୀଷ୍ମଙ୍କର ଲଢେଇ ହଉଛି, କିଏ ଜିତିବା କଥା? ୟଙ୍ଗ ପିଲା ଜିତିବା କଥା। 70 ବର୍ଷ ଯୁବକ ଓଲଟା ହଉଛି, ଯେତେ ସବୁ ବାଣ ମାରୁଛନ୍ତି ଫ୍ୟୁଜ ହେଇଯାଉଛି, ବୁଝିଗଲା? ବଡ ଅଡୁଆରେ ପଡିଗଲେ। ତାପରେ କୌଶଳ କରାଗଲା, କାରସାଜି କରିକି ଭୀଷ୍ମଙ୍କୁ ବସେଇ ଦିଆଗଲା, ବୁଝିହଉଛି? ତେଣୁ ଅନୁମାନ କର ସେମାନେ କୋଉ ଶକ୍ତିରେ ବଳିଆନ ଯେ 160 ବର୍ଷର ଜଣେ ବୃଦ୍ଧ 70 ବର୍ଷରେ ଗୋଟେ ଯବାନ ପିଲାଙ୍କ ସହିତ ଲଢେଇ କରିପାରୁଛି। କୋଉ ଫୋର୍ସରେ? ବୁଦ୍ଧି ହାରିବ। ବୁଦ୍ଧି ଯିଏ ଚିନ୍ତା କଲା ସେ ଦୁନିଆରେ ଠକିଯିବ। ବର୍ତ୍ତମାନ ବୁଦ୍ଧିର କାମ ନୁହେଁ, କାହିଁକିନା ବୁଦ୍ଧି ଯୋଗୁ, ବୁଦ୍ଧି କୋଉଟା କୁହନ୍ତି? ଟାଉଟରି ଯିଏ ଭଲ କରିପାରିଲା ଏଟା ବୁଦ୍ଧି। ଯୋଉ କାମଟା ହବା କଥା ନୁହେଁ ଭିତରିଆ ଯାଇକି ଧରାଧରି କରିକି ଯିଏ କରି ଆଣିଲା, ଏ ଭାରି ବୁଦ୍ଧିଆ ପିଲା। ଟ୍ରାକରେ ସବୁ ଛିଡା ହେଇଛନ୍ତି, କାହାରି ହଉନି, ସେ ଭିତରିଆ କାହାକୁ ଫୋନ ଫାନ କରିକି ତାର ନେଇ କରେଇକି ଆଣିছে, ବୁଦ୍ଧିଆ ପିଲା। ଆଉ ଏଟା ଟାଉଟରି କାମ କରିଛି ନା ସୋଚଳ କାମ କରିଛି? ଟାଉଟରି କାମ କରିଛି। ଆମେ କଣ ହବୁ? ସଚୋଟ ହବୁ ନା ଟାଉଟରି ହବୁ? ଦେଖ ସାମ୍ନାରେ ଯୋଉ ଫଟୋ ଆମେ ଦେଖୁଛେ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କର, ଏଇ ଯୋଉ ଶ୍ରୀ ଅରବିନ୍ଦ ଆଉ ଜଣେ ହଉଛନ୍ତି ଶ୍ରୀକୃଷ୍ଣ। ଦି ଜଣ କଥା ମନେ କଲ, ଶ୍ରୀ ଅରବିନ୍ଦ ଆଉ ଶ୍ରୀକୃଷ୍ଣ। ଶ୍ରୀ ଅରବିନ୍ଦ ଜନ୍ମ ହେଲେ ମା ସ୍ନେହରୁ ବଞ୍ଚିତ, ଶ୍ରୀକୃଷ୍ଣ ଜନ୍ମ ହେଇଥିଲେ ମା ସ୍ନେହରୁ ବଞ୍ଚିତ। ସମ୍ପର୍କଟା କେମିତି ଟିକେ ଠହରାଅ। ଶ୍ରୀ ଅରବିନ୍ଦ ଆଉ ଶ୍ରୀକୃଷ୍ଣ ମଧ୍ୟରେ ସମ୍ପର୍କ କେମିତିକା? ଶ୍ରୀ ଅରବିନ୍ଦ ଜନ୍ମ ହେଲେ ତାଙ୍କ ବାପା ଡକ୍ଟର କୃଷ୍ଣନନ୍ଦନ ଘୋଷ ତାଙ୍କ ମା ଠୁ ଅଲଗା କରେଇଦେଲେ। ତାର କାରଣ କଣ ଜାଣିଛ? କାରଣ ଏଇ ଶ୍ରୀ ଅରବିନ୍ଦଙ୍କର ଯିଏ ମା ସ୍ୱର୍ଣ୍ଣଲତା ଦେବୀ, ସିଏ ଜଣେ ଋଷିଙ୍କର କନ୍ୟା, ଋଷି ରାଜନାରାୟଣ ବସୁଙ୍କର କନ୍ୟା। ଯେହେତୁ ଋଷି କନ୍ୟା, ତାଙ୍କ ଭିତରେ ତପସ୍ୟାର ଭାବ ଅଛି, ତେଣୁ ସେ ଜାଣିପାରିଥିଲେ ମୋ ଗର୍ଭରେ ମୁଁ ପରମଙ୍କୁ ଧାରଣ କରିଛି। ତେଣୁ ଏଇ ପରମଙ୍କ ବିଷୟରେ ଯେତେବେଳେ ସେ ସଚେତନ ହେଇଯାଆନ୍ତି, ସାଧାରଣ ମନୁଷ୍ୟଙ୍କ ଭଳି ସେ କାମ କରିପାରନ୍ତି ନାହିଁ। ତେଣୁ ତାଙ୍କ ବାପା ଯିଏକି ଜଣେ ଡକ୍ଟର, ବିଲାତ ଫେରନ୍ତା ଡକ୍ଟର, ବିଲାତରେ ଡାକ୍ତରୀ ପାଠ ପଢି ଫେରିଛନ୍ତି। ତେଣୁ ଜଣେ ବିଲାତ ଫେରନ୍ତା ଡକ୍ଟର ସେ ଚିନ୍ତା କରୁଛନ୍ତି ଯେ ତାଙ୍କ ସ୍ତ୍ରୀର ଦେହ ମୁଣ୍ଡ ଖରାପ ହେଇଯାଇଛି, ବାଉଳା ଚାଳକି କଣ ନାଇଁ କଣ କରି ପକଉଛନ୍ତି। ତେଣୁ ଛୁଆକୁ କାଳେ ଫୋପାଡ଼ି ଦବ, ମାରିଦବ, ତଣ୍ଟି ଚିପି ଦବ, ଏଇ ଭୟରେ ଶ୍ରୀ ଅରବିନ୍ଦ ଜନ୍ମ ହେଲେ ତ ତାଙ୍କୁ ସାଙ୍ଗେ ସାଙ୍ଗେ ଜଣେ ଧାଇଙ୍କ ଦାୟିତ୍ୱରେ ଛାଡ଼ିଦେଲେ ହେଲା। ଶ୍ରୀ ଅରବିନ୍ଦ ଜନ୍ମ ହେଲେ ତାଙ୍କ ଧାଇଙ୍କ ଦାୟିତ୍ୱରେ ଛାଡ଼ିଦେଲେ। ଯେହେତୁ ଧାଇଙ୍କ ଦାୟିତ୍ୱରେ ଛାଡ଼ିଦେଲେ, ଠିକ ସେଇଭଳି ଶ୍ରୀକୃଷ୍ଣ ଜନ୍ମ ହେଇଥିଲେ ବନ୍ଦୀଶାଳା ଭିତରେ। ଜନ୍ମ ହେଲେ ତ ତାଙ୍କୁ ଗୋଟେ ଟୋକେଇରେ ବସେଇକି ମୁଣ୍ଡେଇକି ଯମୁନା ନଈ ପାର କରିକି ଆଉ ଗୋଟେ ଦେଶରେ ଯାଇ ଛାଡ଼ି ଦେଇକି ଆଇଲେ। ତେଣୁ ସିଏ ମଧ୍ୟ ମା ସ୍ନେହ ପାଇନାହାନ୍ତି। ଯେହେତୁ ଶ୍ରୀ ଅରବିନ୍ଦ ମା ସ୍ନେହ ପାଇନାହାନ୍ତି, ଶ୍ରୀକୃଷ୍ଣ ମା ସ୍ନେହ ପାଇନାହାନ୍ତି, ଦି ଜଣଙ୍କର ସାମଞ୍ଜସ୍ୟ ଅଛି ନା ନାହିଁ? ଆଚ୍ଛା, ଯେହେତୁ ଶ୍ରୀ ଅରବିନ୍ଦ ମା ସ୍ନେହ ପାଇନାହାନ୍ତି, ଦେଶକୁ ମା ବୋଲି ବୁଝିଥିଲେ। କଣ କହିଲି ବୁଝିଲ? ନିଜ ଭାରତ ବର୍ଷକୁ ସେ ମା ବୋଲି ବୁଝିଥିଲେ। ହୁଏତ ଅନ୍ୟମାନେ ଅନ୍ୟ କିଛି ବୁଝିପାରନ୍ତି, କିନ୍ତୁ ଶ୍ରୀ ଅରବିନ୍ଦ କଣ ବୁଝିଛନ୍ତି?
ମା ବୋଲି ବୁଝୁଛନ୍ତି। ଏ ଭାରତ ଜଡ଼ ପଦାର୍ଥର ଦେଶ ନୁହେଁ, ମାଟି ଗୋଡ଼ି ପାହାଡ଼ ପର୍ବତ ଝରଣା ନଦୀର ଦେଶ ନୁହେଁ। ଇଏ ହଉଛି ଏକ ଜୀବନ୍ତ ଦେବୀ, ଜୀବନ୍ତ ସତ୍ତା। ଯେତେବେଳେ ଚାହିଁବ, ଯୋଉ ରୂପ ଚାହିଁବ, এই ଭାରତ ମା ଗ୍ରହଣ କରିପାରିବ। ସମଗ୍ର ବିଶ୍ୱର ଭାରକୁ ଯୋଉ ଭାରତ ଜନନୀ ତାର ସ୍କନ୍ଧରେ ବହନ କରିକି ଚାଲିଛି, ଇଏ ହଉଛି ସେଇ ଭାରତ ମା। କିନ୍ତୁ ଆଜି ପରାଧୀନତାର ଶୃଙ୍ଖଳରେ ବନ୍ଧା ହେଇଛି। ବିଦେଶୀ ମାନେ ଆସିକି ଭାରତ ମାତା ଉପରେ ଅତ୍ୟାଚାର କରୁଛନ୍ତି। ଶ୍ରୀ ଅରବିନ୍ଦଙ୍କ ମୁଣ୍ଡରେ ଏଇ କଥା ଜୁଟିଲା। ଯଦି ନିଜ ମାର ଛାତିକୁ ଚିରିକି ଗୋଟେ ଅସୁର ରକ୍ତ ପିଉଥାଏ, ତା ସନ୍ତାନ କଣ କରେ? କଣ ନିଶ୍ଚିତ ନିଦ୍ରା ଯିବ? ଅଏସ ଆରାମରେ ଖାନା ପିନା କରିବ? ନା ଶତ୍ରୁକୁ ପରାହତ କରିବା ପାଇଁ ପ୍ରାଣ ସେ ଲଢିବ? କଣ କରିବ? ନିଜ ମାକୁ ଗୋଟେ ଅସୁର ତା ଛାତିକୁ ଚିରିକି ରକ୍ତ ପିଉଛି, ସନ୍ତାନଟେ ଦେଖିବ, ସହିପାରିବ? ଜୀବନ ପଥେ ଦେଇଦବ, ଲଢେଇ କରିବ ସେ ଅସୁର ସହିତ। ଜୀବନ ପଥେ ଯାଉ, ତା ମାକୁ ବଞ୍ଚେଇବା ପାଇଁ ସେ ଆପ୍ରାଣ ଉଦ୍ୟମ କରିବ। ତେଣୁ ଏଇଭଳି ଯୋଉ ଆପ୍ରାଣ ଉଦ୍ୟମ ହବ, କିଏ କରିବ? ତା ସନ୍ତାନ କରିବ। ସେମିତି ଶ୍ରୀ ଅରବିନ୍ଦଙ୍କ ଭିତରେ ଏଇ କଥା ଥିଲା, ମୋ ଭାରତ ମାକୁ ଉଦ୍ଧାର କରିବା ପାଇଁ ମୁଁ ଲଢିବି, ଦେଶକୁ ମୁକ୍ତ କରିବି, ଭାରତ ମାକୁ ମୁଁ ମୁକ୍ତ କରିବି। କାହିଁକି ଜାଣିଛ? କାହିଁକି ଏତେ ଭାରତ ମହାନ ଜାଣିଛ? ଭାରତ ଏଇଥିପାଇଁ ମହାନ, ଆମ ଭିତରେ ଯେମିତି ଆତ୍ମା ହଉଛି ମୁଖ୍ୟ, ସେମିତି ସମଗ୍ର ପୃଥିବୀର ଯେ ଆତ୍ମା ସେ ହଉଛି ଭାରତ ବର୍ଷ। କଣ କହିଲି? ଭାରତ ବର୍ଷ ଜାଣିପାରିଲ? What is India? India is the soul of the world. କଣ କହିଲି? India is the soul of the world. ଭାରତ ବର୍ଷ ହଉଛି ପୃଥିବୀର ଆତ୍ମା। ଆତ୍ମାକୁ ଛାଡିଦେଲେ ଏ ଶରୀରର ଅବସ୍ଥା କଣ କୁହ? ଜଡ ପ୍ରାୟ। ସେମିତି ଭାରତକୁ ଛାଡିଦେଲେ ପୃଥିବୀର ଅବସ୍ଥା କଣ? କିଛି ନୁହଁ, ପୃଥିବୀ ନଥିଲା ଭଳିଆ। ତେଣୁ ଏଇଥିରୁ ବୁଝିବା, ଭାରତ ବର୍ଷ ହଉଛି ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଦେଶ। ଭାରତ ହଉଛି ଏକ ସୁରକ୍ଷିତ ଦେଶ। ଭାରତ ହଉଛି ପ୍ରଭୁଙ୍କର ନିର୍ବାଚିତ ଦେଶ। ଇଣ୍ଡିଆ ଇଜ ଏ ଚୁଜେନ୍ ଲ୍ୟାଣ୍ଡ। ଇଣ୍ଡିଆ ଇଜ ଦ ଲ୍ୟାଣ୍ଡ ଅଫ ଶ୍ରୀ ଅରବିନ୍ଦ। ଇଣ୍ଡିଆ ଇଜ ଏ ପ୍ରୋଟେକ୍ଟେଡ ଲ୍ୟାଣ୍ଡ। ପ୍ରୋଟେକ୍ଟେଡ ମାନେ ସୁରକ୍ଷିତ। ତେଣୁ ଆମେ ଭାରତ ବର୍ଷରେ ଜନ୍ମ ହେଇଛୁ ମାନେ ମନେ ରଖିତ ଆମେ ସୁରକ୍ଷିତ। ଅଲଗା କୋଉ ଦେଶରେ ଜନ୍ମ ହେଇଥିଲେ କଣ ହେଇଥାନ୍ତା କିଛି କହିହବନି, କିନ୍ତୁ ଯେହେତୁ ଭାରତ ବର୍ଷରେ ଜନ୍ମ ହେଇଛୁ, ତେଣୁ ଆମେ ହେଲୁ ସୁରକ୍ଷିତ। ହେଲା? ତେଣୁ ଭାରତ ବର୍ଷରେ କଣ ମହନୀୟତା ଅଛି? କାହିଁକି ସମଗ୍ର ପୃଥିବୀରେ ସେ ଆତ୍ମା ହେଇଛି? ଆତ୍ମା ପାଖରେ ଦିବ୍ୟତା ଅଛି। ସେମିତି ସମଗ୍ର ପୃଥିବୀ ଭିତରେ ଭାରତ ବର୍ଷରେ ଦିବ୍ୟତା ଅଛି। ତେଣୁ ଭାରତ ବର୍ଷର ସଂସ୍କୃତିର ମୂଳ ଆଧାର ହଉଛି ଆଧ୍ୟାତ୍ମିକତା। ତେଣୁ ଏଇ ଆଧ୍ୟାତ୍ମିକତା ହଉଛି ଭାରତର ଅସଲ ସମ୍ପତ୍ତି, ଅସଲ ବଳ, ଅସଲ ଜ୍ଞାନ। ଏଇ ଆଧ୍ୟାତ୍ମିକତାର ଖୋରାକରେ ଆମେ ସବୁ ବଢିବା ଦରକାର। ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଯୋଉ ଆଧ୍ୟାତ୍ମିକ ଚେତନା ଅଛି, ତାକୁ ଯଦି ଜାଗ୍ରତ କରାଯାଏ, ତାହେଲେ ଭାରତ ସମୃଦ୍ଧ ହେଇପାରିବ। ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଯୋଉ ଆଧ୍ୟାତ୍ମିକ ଚେତନା ଅଛି ବା ଆତ୍ମାର ପ୍ରଭାବ ଅଛି, ତାକୁ ଜାଗ୍ରତ କଲେ ଭାରତ ଶକ୍ତିଶାଳୀ ହବ। ତେବେ ଏଇ ଯୋଉ ଆତ୍ମାର ଶକ୍ତି, ଆଧ୍ୟାତ୍ମିକତା କଥା କୁହାଯାଉଛି, ତାକୁ ଜାଗ୍ରତ କରିବାକୁ ହେଲେ ବହିର୍ମୁଖୀ ହେଲେ ଚଳିବ ନାହିଁ, ଅନ୍ତର୍ମୁଖୀ ହେବାକୁ ପଡିବ। ବାହ୍ୟ ଦୁନିଆରେ କଣ ହଉଛି କଣ ନାହିଁ ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ମୋ ଭିତରେ କଣ ହଉଛି କଣ ନାହିଁ ସେଇଟା ହଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରତ୍ୟେକ ଭାରତୀୟ ମାନେ ନିଜର ଆଧ୍ୟାତ୍ମିକ ଚେତନାକୁ କିପରି ଜାଗ୍ରତ କରିବେ,
এই ଭାରତବର୍ଷ ସମଗ୍ର ପୃଥିବୀର ଭବିଷ୍ୟତର ନିର୍ମାଣ କରିବ, ପୃଥିବୀର ଭବିଷ୍ୟତକୁ ନିର୍ମାଣ କରିବ। The future structure of the world depends on India. ପୃଥିବୀର ଭବିଷ୍ୟ ଗଠନ ଭାରତବର୍ଷ ଉପରେ ନିର୍ଭର କରେ। ଯଦି ଭାରତ ତିଷ୍ଠି ରହେ ତାହେଲେ ପୃଥିବୀ ତିଷ୍ଠି ରହିବ, ଯଦି ଭାରତ ଧ୍ୱଂସ ପାଏ ତାହେଲେ ପୃଥିବୀ ଧ୍ୱଂସ ପାଇବ। କଣ ହବା ଦରକାର? ଭାରତ ତିଷ୍ଠି ରହିବା ଦରକାର ନା ଧ୍ୱଂସ ପାଇବା ଦରକାର? ଯଦି ଭାରତ ଧ୍ୱଂସ ପାଇଲା ତାହେଲେ ପୃଥିବୀ ଧ୍ୱଂସ ପାଇଯିବ, ଯଦି ଭାରତ ତିଷ୍ଠି ରହିଲା ତାହେଲେ ପୃଥିବୀ ତିଷ୍ଠି ରହିବ। ତାହେଲେ ଆମେ ଯଦି ପୃଥିବୀକୁ ତିଷ୍ଠି ରଖିବାକୁ ଚାହୁଁଛୁ ତାହେଲେ ଭାରତକୁ ତିଷ୍ଠି ରହିବା ଦରକାର। ଭାରତ ଯଦି ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ନିର୍ବାଚିତ ଦେଶ, ସୁରକ୍ଷିତ ଦେଶ, ଆଉ ଏଠି ଆଧ୍ୟାତ୍ମିକତା ତାର ଯୋଉ ଅସଲ ଜ୍ଞାନ, ଅସଲ ପ୍ରବାହ, ଅସଲ ଚେତନା ହଉଛି ତାର ଆଧ୍ୟାତ୍ମିକତା, ଅସଲ ଶକ୍ତି ହଉଛି ଆଧ୍ୟାତ୍ମିକତା। ତେଣୁ ଆମେମାନେ ସେ ଆଧ୍ୟାତ୍ମିକତାକୁ ଗ୍ରହଣ କରିବା ଦରକାର। ଆଧ୍ୟାତ୍ମିକତା ମାନେ କଣ? ଆତ୍ମାର ବିଧାନ ହଉଛି ଆଧ୍ୟାତ୍ମିକତା, ମନର ବିଧାନ ହଉଛି ନୈତିକତା। କଣ କହିଲି ବୁଝିଗଲା? ଆତ୍ମାର ବିଧାନ ଆଧ୍ୟାତ୍ମିକତା, ମନର ବିଧାନ ନୈତିକତା। ତେଣୁ ଯୋଉ ଆତ୍ମାର ବିଧାନକୁ ଅନୁସରଣ କରିବା ନା ମନର ବିଧାନକୁ ଅନୁସରଣ କରିବା? ଏଇ ଯୋଉ ଶ୍ରୀ ଅରବିନ୍ଦ ଯେହେତୁ ଭାରତର ଅବସ୍ଥାକୁ ଅନୁଭବ କରିଥିଲେ, ତେଣୁ ପିଲାଦିନରୁ ଗୋଟେ ସଂକଳ୍ପ ନେଇଥିଲେ, ମୋ ଭାରତ ମାକୁ ମୁଁ ମୁକ୍ତ କରିବି। କାରଣ ଆମେ ଯାହାଙ୍କ ସାମ୍ନାରେ ଛିଡା ହେଇଛୁ, ଏଇ ମା ଶ୍ରୀ ଅରବିନ୍ଦଙ୍କର ଫଟୋ ଦେଖିବା ସମସ୍ତଙ୍କ ଲାଇଫରେ ହେଇନଥାଏ, ତାଙ୍କ କଥା ଶୁଣିବା ତ ବହୁତ ଦୂରର କଥା। ଅନେକ ଜୀବନର ତପସ୍ୟାର ଫଳରେ ଆମେ ମା ଆଉ ଶ୍ରୀ ଅରବିନ୍ଦଙ୍କୁ ଫଟୋ ଦେଖିପାରୁ, ତାଙ୍କ କଥା ଶୁଣିପାରୁ। ଯାଅ, ଏଇ ଯୋଉ ଶ୍ରୀ ଅରବିନ୍ଦ ଯେତେବେଳେ 5 ବର୍ଷ ବୟସରେ ହେଲେ ଦାର୍ଜିଲିଂ ଲରେଟୋ କନଭେଣ୍ଟ ସ୍କୁଲରେ ପାଠ ପଢିଲେ। 2 ବର୍ଷ ସେଠି ରହିଲା ପରେ ବିଲାତ ଗଲେ। ବାପା ମା ଯାଇନାହାନ୍ତି, ଏକୁଟିଆ। ତାଙ୍କ ସହିତ ତାଙ୍କର ଆଉ 2 ଜଣ ଭାଇ, ବିନୟ ଭୂଷଣ ଓ ମନମୋହନ, 3 ଭାଇ ବିଲାତରେ ଅଛନ୍ତି। 7 ବର୍ଷ ବୟସରେ ବିଲାତ ଯାଇଛନ୍ତି। 3 ବର୍ଷ ପର୍ଯ୍ୟନ୍ତ ସେ କୌଣସି ସ୍କୁଲରେ ନାଁ ଲେଖେଇ ନାହାନ୍ତି ବିଲାତରେ। ତାଙ୍କର ଅନ୍ୟ 2 ଭାଇ ନାଁ ଲେଖେଇଲେ, କିନ୍ତୁ ଶ୍ରୀ ଅରବିନ୍ଦ ନାଁ ଲେଖେଇ ନାହାନ୍ତି। ତାପରେ 10 ବର୍ଷ ବୟସରେ ନାଁ ଲେଖେଇଲେ। ଏଇ ଯୋଉ 7 ବର୍ଷରୁ 10 ବର୍ଷ ଭିତରେ ଯାହାଙ୍କ ଘରେ ରହୁଥିଲେ, ରେଭ୍ ୱିଲିୟମ ହେନରୀ ଡ୍ରୁଏଟ୍, ସେ ଡ୍ରୁଏଟ୍ ଦମ୍ପତି ହଉଛନ୍ତି ପଣ୍ଡିତ ଜ୍ଞାନୀ। ଚର୍ଚ୍ଚର ସେମାନେ ମିନିଷ୍ଟର, ସେମାନେ ଖ୍ରୀଷ୍ଟିଆନ ଲୋକ ହେଲେ ବି ତାଙ୍କର ଚର୍ଚ୍ଚ ଅଛି, ତେଣୁ ସେ ଚର୍ଚ୍ଚର ସେମାନେ ହଉଛନ୍ତି ମିନିଷ୍ଟର, ସବୁ ତତ୍ତ୍ୱାବଧାରକ, ଜ୍ଞାନୀ ଗୁଣୀ ଲୋକ ସେମାନେ। ତେଣୁ ଶ୍ରୀ ଅରବିନ୍ଦ ତାଙ୍କର ଯୋଉ ଲାଇବ୍ରେରୀ ରହିଛି, ସେ ଲାଇବ୍ରେରୀରୁ ଗୋଟେ ଗୋଟେ ବହି ଆଣିକି ପଢନ୍ତି। ଏ ରେଭ୍ ୱିଲିୟମ ହେନରୀ ଡ୍ରୁଏଟଙ୍କର ଯିଏ ମା ବୟସ୍କା ହେଇଗଲେଣି, ତାଙ୍କୁ ଶ୍ରୀ ଅରବିନ୍ଦ ଜେଜେମା ବୋଲି ଡାକନ୍ତି। ତାଙ୍କୁ ସେ କହନ୍ତି କଣ ଲେଖା ହେଇଛି ବତାଅ, ସେ ବତେଇ ଦିଅନ୍ତି, ଏ ପଢନ୍ତି। ତେଣୁ ଲାଇବ୍ରେରୀର ଯେତକ ବହି ଶ୍ରୀ ଅରବିନ୍ଦ ସାରି ଦେଇଛନ୍ତି। ତାପରେ ଯେତେବେଳେ ଏଣ୍ଟ୍ରାନ୍ସ ହେଲା, ତାଙ୍କ ଖାତାରେ ନାଲିଗାର ବାଜି ପାରିଲା ନାହିଁ, ଅର୍ଥାତ୍ ଭୁଲ ବାହାରି ପାରିଲା ନାହିଁ। ଯେହେତୁ ଭୁଲ ବାହାରିଲା ନାହିଁ, ତେଣୁ ସେଇ ଶ୍ରୀ ଅରବିନ୍ଦଙ୍କର ଖାତାକୁ ଦେଖି ଜଣେ ଅଧ୍ୟାପକ କହିଲେ, ମୁଁ 16 ବର୍ଷ କାଳ ପିଲାମାନଙ୍କର ଇଣ୍ଟରଭ୍ୟୁ ନେଲିଣି, କିନ୍ତୁ ଏଭଳି ଖାତା ଆଜି ପର୍ଯ୍ୟନ୍ତ ଦେଖିନି। କାରଣ ପ୍ରତ୍ୟେକ ପିଲାଙ୍କର ଖାତାରେ କିଛି ନା କିଛି ଭୁଲ ବାହାରେ, କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଖାତାରେ ଭୁଲ ବାହାରୁନି, ନାଲିଗାର ପଡି ପାରୁନି। ଆଉ ଶ୍ରୀ ଅରବିନ୍ଦଙ୍କର ପ୍ରତିଭା, ଗୋଟେ ଇଂରାଜୀର ଗୋଟେ ପ୍ରୋଭର୍ବ ଅଛି, ମର୍ଣ୍ଣିଂ ଶୋଜ୍ ଦ ଡେ। ତୁଳସୀ 2 ପତ୍ର ବାସିଲା ପରି ଶ୍ରୀ ଅରବିନ୍ଦଙ୍କର ପ୍ରତିଭା ଛୁଆ ଦିନଠୁ ଦେଖା ଦେଇଥିଲା। ଭଲ ଡିବେଟ୍ କହନ୍ତି, ଭଲ ଏସେ ଲେଖନ୍ତି। ଆଉ ଡିବେଟ୍ ଯେତେବେଳେ କହନ୍ତି, ବ୍ରିଟିଶ ମାନେ
अतिष्ठ हो जाती कम जान ये ब्रिटिश माने जाई भारत को भारत महापर के अकथन अत्याचार करुँच तेणु एम चरित्र विषय जो डिबेट रे कहती ब्रिटिश मान अतिष्ठ हो जाती एमर गुण कौ प्रकार एमान जाए कौन कर भारत किंतु अत्याचार कर कथा बिलात रे थाई बिलाती लोक विरुद्ध रे कहते साहसिया ना दुर्बलिया से गोटे संघ थिला किसी भारतीय पिला मानकर गोटे संघ अच्छी ता ना हूँ इंडियन मजलिस से इंडियन मजलिस को जाई श्री अरविंद कहले विदेशी खाना खाई निज माँ को भूलीगल ये तुम माँ को संतान दिख तुम संतान बढ़िया किए से आमु कौन ए प्रकार मारात्मक भाव में कथा कहूँ जानिले से होचंद अरविंद घोष तापर से देश प्रेम प्रेरणा दे चलले नुआ करी गोटे संघ गढ़िले ता ना हूँ लोटस एंड ड्रैगन तार मुख्य कार्य है भारत माँ को स्वाधीन करने जो मैंने निस्वार्थ पर निरंकार भाव नहीं पारे से ये संघ सामिल करा किसी भारतीय पिला जो मैंने पढ़ुले से माने संघ रे सामिल हेले तापर धीरे धीरे श्री अरविंद बापा पैसा पठे पारना कपे चा 2 पीस बेकन खाई रोचे सहजिया कथा ना कष्टिया कथा को है कपे चा 2 पीस बेकन बेकन कोटा जान ये जो चा सहित जो बिस्किटा खाते नहीं टाणुआ पाउरुटीर टाणुआ बिस्किटा सेटा हूँ बेकन है चा कपे आ 2 पीस बेकन एति खाई रही गोटे बेला जो तुम खाया बंद हो घर टीवी भांगी आग टीवी टाक फटाओ एटा टीवी देखी देखा रोसे करना तेणु टीवी की आग भंगाओ रागिकी गोटे बेला खाली खाया बंद कर दीजिए तेना आम गोटे बेला न खाइले घर टीवी भांगी दौचु बासन कुसन कचाड़ी भांगी दौचु उछन कर पकाऊ आ श्री अरविंद तो मात्र कपे चा 2 पीस बेकन खाई दिन सारा रोच कष्ट कर ना सहज है कष्ट क्या ए जगतवासी है तापरे पाठ पढ़ले कैम्ब्रिज विश्वविद्यालय तापरे आईसीएस परीक्षा देले आईसीएस पास करिले आईसीएस पास कला परे जड़े कलेक्टर हवा कथा किंतु श्री अरविंद उद्देश्य न मो कलेक्टर ए बिलात लोक मान पाखे मुंड नईबी तेणु से कौन कले जानी शुणी जो प्रैक्टिकल परीक्षा से परीक्षा वंचित हेले जानी शुणी देले घोड़ा दौड़ परीक्षा देले तेरे आईसीएस हेले जेस कटन नामक जन व्यक्ति बड़ौदार राजा सियाजी गायकवाड़ को चिन्ही थिले बड़ौदार राजा सियाजी गायकवाड़ जो जाइछन बिलात ए जेस कटन नामक व्यक्ति जे तुम चिन्ही कहले तुम जन इंडियन पिला आईसीएस पास फास्ट रही कौन है इंडियन पिला आईसीएस पास फास्ट है कहला हाँ कि ब्रिटिश मान अधीन चाकरी कर से पिला इंट्रोड्यूस करदेले ठीक अच्छे ब्रिटिश मान पाखे चाकरी कर मो पाखे चाकरी कर तेना बड़ौदार राजा सियाजी गायकवाड़ से सांगे सांगे अपॉइंटमेंट ऑर्डर देले 14 वर्ष काल रही परे विदेश को फेरिले विदेश रु फेरिले किए फेरले श्री अरविंद तांकर बापा छुआ होता बेले देखी 14 वर्ष काल बिलात रही सारे बर्तमान श्री अरविंद केते बड़ होते केमतिका रूपर होते देखी ना जानी ना तेना पुओ को अति श्रद्धार अर बोली डाकुंट ये अर को पछोड़ी आने छुट्टी नहीं कि आसछंती बॉम्बे अपोलो बंदर से ओह्लैबे गोटे जहाज से आसुले किंतु गोटे दुसंबाद आसी पहुंचला ता पूर्वर जो जहाज पलि आसी से जहाज दुर्घटनाग्रस्त हो भूल मेसेज आसी पहुंचीगला बापा पाखे जे श्री अरविंद जो जहाज आसुले दुर्घटनाग्रस्त हो गला समस्त यात्री मरी ये दुसंबाद बापांकर हार्ट अटैक हो गला
ଝୁରି ଝୁରିକା ତାପରେ ଶେଷରେ ମରିଗଲେ। କିନ୍ତୁ ଶ୍ରୀ ଅରବିନ୍ଦ ସେଇ ଜାହାଜରେ ଆସିନାହାନ୍ତି, SS କାଥରେଜ ନାମକ ଗୋଟେ ଜାହାଜରେ ସେ ଆସିଛନ୍ତି। ତାପରେ ଯେତେବେଳେ ଜାଣିଲେ ବାପା ମତେ ଝୁରି ଝୁରିକା ଦେହତ୍ୟାଗ କରିଛନ୍ତି, ମର୍ମାହତ ହେଲେ ଏବଂ ବରୋଦା ରାଜା ଯେହେତୁ ତାଙ୍କ ଆପଏଣ୍ଟମେଣ୍ଟ ଅର୍ଡର ଦେଇଛନ୍ତି, ପ୍ରଥମେ ରେଭିନ୍ୟୁର ସେଟଲମେଣ୍ଟ ଡିପାର୍ଟମେଣ୍ଟରେ ଆଗ କାମ କଲେ। ରାଜା ଏଠୁ ଚିନ୍ତା କଲେ ଏତେ ବଡ଼ ଶିକ୍ଷିତ ଲୋକ, ତାଙ୍କୁ ଗୋଟେ ରେଭିନ୍ୟୁ ଡିପାର୍ଟମେଣ୍ଟ ସେଟଲମେଣ୍ଟ ଡିପାର୍ଟମେଣ୍ଟ ଏଇ କାମରେ ଦେବାଟା ଠିକ୍ ଲାଗୁନି। ତେଣୁ ତାଙ୍କୁ କଲେଜରେ ଲେକ୍ଚରସିପ୍ ପାଇଁ ଆପଏଣ୍ଟମେଣ୍ଟ କରାଗଲା, ଅଧ୍ୟାପନା କାର୍ଯ୍ୟ ଦିଆଗଲା। ତାପରେ ଭାଇସ ପ୍ରିନ୍ସିପାଲ ହେଲେ ବରୋଦା କଲେଜରେ। ଉଦ୍ଦେଶ୍ୟ କ'ଣ? ଏଇ ପିଲାମାନଙ୍କ ଭିତରେ ଦେଶ ପ୍ରେମର ବହ୍ନିକୁ ଜାଗ୍ରତ କରାଇବା, ଜଳେଇଦେବା। ଦେଶ ମାତୃକା ପାଇଁ ସେମାନେ ଯେମିତି କାର୍ଯ୍ୟ କରିବା ପାଇଁ ଆଗଭର ହେଇ ଆସିବେ, ସେ ପ୍ରକାର ପ୍ରେରଣା ଦେଇକି ତାଙ୍କୁ ତିଆରି କରିବା। ଲୁଚାଣିଆ ଭାବରେ ଗୁପ୍ତ ସମିତି ତିଆରି କଲେ। ଆଉ ଏ ତରୁଣ ଛାତ୍ରଛାତ୍ରୀ ମାନେ ସେଇ ସଂଘରେ ଯୋଗ ଦେଲେ। ଚାଲିଲା। ତାପରେ ପତ୍ରିକା ସବୁ ଲେଖିଲେ। ପତ୍ରିକାରେ ଯୋଉ ଲେଖା ହେଲା, এই ପତ୍ରିକା ଲେଖାରେ ଯୋଉ ତରୁଣ ମାନେ ପଢିଲେ, ସେମାନେ ଦେଶ ପାଇଁ କାର୍ଯ୍ୟ କରିବାକୁ ଆଗଭର ହେଇକି ଆସିଲେ। ବ୍ରିଟିଶ ମାନଙ୍କର ସ୍କୁଲ ବର୍ଜନ କରିଦେଲେ, ବ୍ରିଟିଶ ମାନଙ୍କର ଦ୍ରବ୍ୟ ବର୍ଜନ କରିଦେଲେ, ଚାରିଆଡେ ପିକେଟିଂ କରି ଆରମ୍ଭ କଲେ। ଭାରତ ମାତା କି ଜୟ, ବ୍ରିଟିଶ ସରକାରଙ୍କୁ ହଟେଇବା ପାଇଁ ବିରୋଧୀ ସ୍ଲୋଗାନ ଦିଆଗଲା। ଚାରିଆଡେ ଯୋଉ ସ୍ଲୋଗାନ ଚାଲିଲା, ତରୁଣ ମାନେ ମାତିଛନ୍ତି ଦେଶର ମୁକ୍ତି ପାଇଁ। ୟା ପଶ୍ଚାତରେ କାହାର ହାତ ଅଛି? ଶ୍ରୀ ଅରବିନ୍ଦଙ୍କର। ମୁଁ ଗୋଟେ ମଜା କଥା କହୁଛି। 15 ବର୍ଷର ଗୋଟିଏ ପିଲା, ତା ନାଁ ହଉଛି ସୁଶୀଲ ସେନ। ଜଣେ ମାଜିଷ୍ଟ୍ରେଟ ଆସିଥାନ୍ତି, ବ୍ରିଟିଶ ମାଜିଷ୍ଟ୍ରେଟ କଲିକତାକୁ ଆସିଛନ୍ତି। ତାଙ୍କ ନାଁ ହଉଛି କିଙ୍ଗସଫୋର୍ଡ। এই କିଙ୍ଗସଫୋର୍ଡ ମାଜିଷ୍ଟ୍ରେଟ ଯେତେବେଳେ ଯାଉଥାନ୍ତି, ତାଙ୍କ ସାଙ୍ଗରେ ପୋଲିସ ଯାଉଥାନ୍ତି। 15 ବର୍ଷର ପିଲା ସୁଶୀଲ ସେନ ହଠାତ୍ କହିଲା, ଭାରତ ମାତା କି ଜୟ। ବହୁତ ବାର କହିଲା, ଶୁଣି କିଏ କହିଲା। କିଙ୍ଗସଫୋର୍ଡ ମାଜିଷ୍ଟ୍ରେଟ ରାଗିଗଲେ, ପୋଲିସ ମାନଙ୍କୁ କହିଲେ, ଅର୍ଡର ଦେଇଦେଲେ, ଏଟାକୁ ମାରିକି ଫୋପାଡ଼ି ଦିଅ। ତେଣୁ ପୋଲିସ ମାନେ ସୁଶୀଲ ସେନକୁ ନିସ୍ତୁକ ମାଡ଼ ମାରିଲେ। এই ଯୋଉ ନିସ୍ତୁକ ମାଡ଼ ମାରିଲେ, ଦରମରା ଅବସ୍ଥାରେ ତାଙ୍କୁ ଡ୍ରେନରେ ଫୋପାଡ଼ି ଦେଲେ। 2 ଜଣ ଶିଷ୍ୟ, ନା ଶୁଣିଥିବ ପ୍ରଫୁଲ୍ଲ ଚାକି ଆଉ ଖୁଦିରାମ। ଜଣଙ୍କର ବୟସ 18 ବର୍ଷ, ଆଉ ଜଣଙ୍କର ବୟସ ହଉଛି 19 ବର୍ଷ। ପ୍ରଫୁଲ୍ଲ ଚାକି ଆଉ ଖୁଦିରାମ, 18 ବର୍ଷିଆ ପିଲା, 19 ବର୍ଷିଆ ପିଲା। ଶ୍ରୀ ଅରବିନ୍ଦଙ୍କର ଶିଷ୍ୟ ସେମାନେ। ଭାରତ ମା ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ହେଇକି ଆସିଛନ୍ତି। ଶ୍ରୀ ଅରବିନ୍ଦ ତାଙ୍କର ସାନ ଭାଇ ବାରିନ କୁ ନେଇ ତାଙ୍କର ମାଣିକତଳାରେ ଯୋଉ ବଗିଚା ଅଛି, ସେଠି କିଛି ପିଲାଙ୍କୁ ନେଇ ଛାତ୍ର ତେଜ ବ୍ରହ୍ମ ତେଜର ଶିକ୍ଷା ଦଉଛନ୍ତି। ତେଣୁ ଚାରିଆଡେ ଭାରତର ମୁକ୍ତି ପାଇଁ କାର୍ଯ୍ୟ ଆରମ୍ଭ ହେଇଯାଇଛି ଶ୍ରୀ ଅରବିନ୍ଦଙ୍କ ପାଇଁ। ବର୍ତ୍ତମାନ ଏଇ ଯୋଉ ପ୍ରଫୁଲ୍ଲ ଚାକିଆ ଖୁଦିରାମ ଯାଇ ଶ୍ରୀ ଅରବିନ୍ଦଙ୍କୁ ପଚାରିଲେ, କଣ ଆମର ଗୋଟେ ପିଲାଙ୍କୁ ମାରିକି ଫୋପାଡ଼ି ଦେଲେ ଡ୍ରେନରେ, ଆମେ ତାକୁ ବହୁ କଷ୍ଟରେ ଉଦ୍ଧାର କରିକି ଆଣିଛୁ, ଏଇଭଳିଆ କଣ ମାଡ଼ ଖାଉଥିବୁ? ଶ୍ରୀ ଅରବିନ୍ଦ କହିଲେ, କ୍ଷାତ୍ର ତେଜର ଶିକ୍ଷା ତମକୁ କଣ ପାଇଁ ଦିଆହେଇଛି? ନିଜର ଆତ୍ମରକ୍ଷା ପାଇଁ ତ ତମ ଲଢେଇ କରିବା ଉଚିତ ନା। ବର୍ତ୍ତମାନ ବୁଝିଗଲେ ଆତ୍ମରକ୍ଷା ପାଇଁ ଲଢିବାକୁ ପଡିବ। ଏଇ ଯୋଉ ପ୍ରଫୁଲ୍ଲ ଚାକିଆ ଖୁଦିରାମ ଚିନ୍ତା କଲେ, ଯୋଉ ମାଜିଷ୍ଟ୍ରେଟର ଅର୍ଡରରେ ସୁଶୀଲକୁ ବାଡେଇ ଦିଆହେଇଛି, ସେ ମାଜିଷ୍ଟ୍ରେଟକୁ ବୋମା ମାରିକି ଆମେ ଉଡେଇ ଦେବୁ। 2 ଜଣ ଜଗିଲେ। ତା ପରଦିନ କେତେବେଳେ ସେ କୋର୍ଟକୁ ଆସୁଛନ୍ତି, ଆସନ୍ତୁ। ବାଟରେ ଜଗି ରହିଲେ ବୋମା ଧରିକି। ଇଂରେଜୀ ସ୍ପାଏ ମାଜିଷ୍ଟ୍ରେଟଙ୍କୁ ଖବର ଦେଲା, ଆପଣଙ୍କ ଲାଇଫ ରିସ୍କ ଅଛି, ଯଦି ପାରୁଛନ୍ତି ନିଜକୁ ସୁରକ୍ଷିତ କରନ୍ତୁ। ଶ୍ରୀ ଅରବିନ୍ଦଙ୍କର 2 ଜଣ ଶିଷ୍ୟ ବଡ ଦୁର୍ଦାନ୍ତ, ଯାହା କହନ୍ତି ସେମାନେ ସେଇ କଥା କରି ପକାନ୍ତି। ତେଣୁ ଆପଣଙ୍କୁ ସେମାନେ ମାରିବାର ଯୋଜନା କରିଛନ୍ତି, ନିଶ୍ଚିତ ମାରିବେ। ତେଣୁ ଏ ଖବର ପାଇଲା ପରେ
किंग्सफोर्ड मजिस्ट्रेट राताराति मुजफ्फरपुर ट्रांसफर कर नहीं गले कलिकता रहिले नहीं ता परदिन से गोटे गाड़ी रे जड़े ख्रिस्टियान महिला एवं तांकर झियो आसुथा प्रफुल्ल चाकी आ खुदीराम तो जगिकी अच्छे बम धरिकी पुणी से गाड़ी को देखीदे हाँ मजिस्ट्रेट बोधे आसीगले गाड़ी रे हेले गाड़ी भितर किए आ देखुना गाड़ी को ठहरे कि बोमा मारदेले गाड़ीटा जलीगला ता भितर जो ख्रिस्टियान महिला एवं तांकर झियो जलीगले ए आलीपुर बम केस रे पुलिस श्री अरविंद रूम रेड कला तापरे लाल बाजार थाना को आणला काले श्री अरविंद पिला माने ये जेल हाजत को माने थाना हाजत को भांगी देवे तेणु जेल हाजत को पठेवा दरकार तो जो जेल हाजत को पठागला तापर ता ट्रायल चला विचार चलीथिला बेले गोटे दिन गला दुई दिन गला थर्ड डे रे श्री अरविंद को जेल रखाई पुणी गोटे निर्जन कोठरी भीतर रखाई गोटे मास काल से निर्जन कोठरी श्री अरविंद थिला बेले भगवान वासुदेव देखा देले कहले थयाधर वासुदेव किए वासुदेव होते भगवान श्रीकृष्ण अन्य ना हूँ वासुदेव है तेना भगवान श्रीकृष्ण देखा देले श्री अरविंद को कहले थयाधर तुमको के ब्रिटिश माने एटी आनी ना मु तुमको एटी आनी कौन भारत 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 होच तमें कौन भारतर ये पतित जाति उद्धार पाइबा अपेक्षा कर रही अथवा तुम भारत व्यस्त भारत प्रति एत आसक्त कौन भारतर स्वाधीनतार दायित्व मु नहीं तेणु तुमको से चिंता करा पड़ो तमें पतित जाति को उद्धार कर अर्थात ये जगत रे जो निष्पेषित होती दलित होती जगतर उद्धार कार्य तुम उद्दिष्ट तेणु श्री अरविंद जानिले जेहेतु जगतर उद्धार कार्य भगवान वासुदेव मते निर्देशना दौरान बर्तमान अंतर प्रेरणा अनुसार से कार्य कर बुझला तापरे अंतर निर्देशना अनुसार कार्य हला स्वामी विवेकानंद स्पिरिट 2 सप्ताह धरी आलीपुर जेल को आसिला आलीपुर जेल भितर श्री अरविंद को प्रेरणा दे चलला तमें गोटे नुआ चेतना प्रस्तुत हो जो चेतनार ना हूँ अतिमानस श्री अरविंद देते तेने जो अतिमानस शब्दटा आलीपुर जेल भितर श्री अरविंद पाखर बाहरी केस जी लड़े काली माध्यम भगवान वासुदेव प्रेरणा दे केस लड़ार दायित्व दिगला से होती देशबंधु चित्तरंजन तेणु विचार चली काठगड़े देखा पचार गोटे राय देले आज तुम जहाँ को काठगड़े देखुच यहाँ तिरोधान अनेक वर्ष पर देश यही जाति यही श्री अरविंद को जो रूप में ग्रहण कर लवर ऑफ ह्यूमैनिटी पोएट ऑफ पैट्रियोटिज्म प्रॉफिट ऑफ नेशनलिज्म 3टा कथा कौन कहली प्रथम कथा कौन कहली लवर ऑफ ह्यूमैनिटी मानव जातिर प्रेमिक पोएट ऑफ पैट्रियोटिज्म देशात्मबोधक कवि प्रॉफिट ऑफ नेशनलिज्म जातीयतावादर उद्गाता ये 3टी रूप श्री अरविंद को ग्रहण करेंगे और तांकर बाणी सागर सागर पारी हुई 7 सागर पारी तांकर बाणी गुंजरित हो वास्तविक से ही है भगवान वासुदेव निर्देशना अनुसार कार्य सब है एवं किंग्सफोर्ड मजिस्ट्रेट पलि जाइछन्ती बर्तमान नुआ को जने मजिस्ट्रेट आछन्ती ठीक है।
ପାଞ୍ଚ ମିନିଟ୍ ଭିତରେ ସାରମା। ଓ ଆଚ୍ଛା ହଉ। ଶ୍ରୀ ଅରବିନ୍ଦ ଏଇ ଯୋଉ ଜେଲ ଭିତରେ ଥିବା ସମୟରେ ଭଗବାନ ବାସୁଦେବଙ୍କର ଦର୍ଶନ ଲାଭ କଲେ। ବାସୁଦେବ ତାଙ୍କୁ ଗୀତା ଧରାଇ ଦେଲେ ଏବଂ ବାସୁଦେବ ଯୋଉ ଗୀତା ଧରାଇ ଦେଲେ ପରବର୍ତ୍ତୀ କାର୍ଯ୍ୟକୁ ସେ ତୁଲେଇବେ। ଏବଂ ଶ୍ରୀ ଅରବିନ୍ଦ କେସ୍ ଲଢିବା ପାଇଁ ଜଣେ ମାଜିଷ୍ଟ୍ରେଟ ଆସିଥାନ୍ତି ବର୍ତ୍ତମାନ ବିଚ୍ କ୍ରାଫ୍ଟ ଯେତେବେଳେ ଶ୍ରୀ ଅରବିନ୍ଦଙ୍କର ଫାଇଲ ଧରାଇ ଦିଆଗଲା, ଶ୍ରୀ ଅରବିନ୍ଦ ଗୋ ଦ ଟେରରିଷ୍ଟ ଅର୍ଥାତ୍ ଦେଶଦ୍ରୋହୀ ଆତଙ୍କବାଦୀ ଏଇ ନାଁରେ ତାଙ୍କୁ ଆଖ୍ୟାୟିତ କରାହେଇଛି। ଶ୍ରୀ ଅରବିନ୍ଦଙ୍କୁ ବ୍ରିଟିଶ ମାନେ କରିଛନ୍ତି। ଫାଇଲଟି ଧରାଇ ଦେଲେ ବିଚ୍ କ୍ରାଫ୍ଟ କଣ କଲେ? କୋଉ ଅରବିନ୍ଦ ଘୋଷ କାଠଗଡା ଉଠି ଆଣିଲ ମୁଁ ଦେଖେ। ଯେତେବେଳେ ଶ୍ରୀ ଅରବିନ୍ଦ କାଠଗଡା ଭିତରେ ଗଣା ହେଇଛି, ମାଜିଷ୍ଟ୍ରେଟ ବର୍ତ୍ତମାନ ନମସ୍କାର କରୁଛନ୍ତି। ଆଚ୍ଛା, ମାଜିଷ୍ଟ୍ରେଟ କୋଉ ଆସାମୀକୁ କେବେ ନମସ୍କାର କରେ? କିନ୍ତୁ ବର୍ତ୍ତମାନ ମାଜିଷ୍ଟ୍ରେଟ ନମସ୍କାର କରୁଛନ୍ତି। କାହିଁକି ଜାଣିଛ? ସାଙ୍ଗ ହେଇକି ପାଠ ପଢିଥିଲେ, ସାଙ୍ଗ ହେଇକି ଆଇସିଏସ୍ ପରୀକ୍ଷା ଦେଇଛନ୍ତି। ଆଉ ଶ୍ରୀ ଅରବିନ୍ଦ କେତେ କୃତି ଛାତ୍ର, କେତେ ମେଧା ଛାତ୍ର ଜାଣିଛନ୍ତି। ସିଏ ପୁଣି ଟେରରିଷ୍ଟ ହେଇପାରନ୍ତି? ଇମ୍ପସିବଲ। ଯିଏ ଥରେ ପଢିଦେଲେ ସବୁ କଥା ମନେ ରଖି ଦିଅନ୍ତି। 14 ବର୍ଷ ବୟସ ସୁଦ୍ଧା ଯିଏ 7ଟି ଭାଷା ହାସଲ କରି ଶିଖିଛନ୍ତି, ଯିଏ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଛନ୍ତି, ଯିଏ ଦେଶ ପ୍ରେମର ଭାବକୁ ବନ୍ୟ ଭାବରେ ନିଜ ଭିତରେ ଜଳେଇକି ରଖିଛନ୍ତି, ଯିଏ ଲଭର ଅଫ ହ୍ୟୁମାନିଟି ଅର୍ଥାତ୍ ମାନବ ଜାତିର ପ୍ରେମିକ ହେଇଛନ୍ତି, ଜଗତର ମୁକ୍ତି ପାଇଁ ଯିଏ ପ୍ରାର୍ଥନା କରୁଛନ୍ତି, ସମଗ୍ର ମାନବ କେମିତି ନିଜର ସୁୟ ସୀମାକୁ ଅତିକ୍ରମ କରି ଦିବ୍ୟ ମଣିଷ ହବ ଯେ ଚିନ୍ତା କରୁଛନ୍ତି, ଇଏ ହଉଛନ୍ତି ଶ୍ରୀ ଅରବିନ୍ଦ। ତେଣୁ ପ୍ରତ୍ୟେକ ଛାତ୍ର ଶ୍ରୀ ଅରବିନ୍ଦଙ୍କ ଧାରାକୁ ଅନୁସରଣ କରିବା ଦରକାର। ଶ୍ରୀଙ୍କ ଧାରା ଭିତରେ କଣ କଣ ଅଛି? ଦେଶ ପାଇଁ କାର୍ଯ୍ୟ କରିବା, ସମଗ୍ର ପୃଥିବୀକୁ ଏକ କରିବା ପାଇଁ ନିଜ ମଧ୍ୟରେ ଆଧ୍ୟାତ୍ମ ଚେତନାକୁ ଜାଗ୍ରତ କରାଇବା, ସନାତନ ଧର୍ମକୁ ଆମ ଭିତରେ ପରିପ୍ରକାଶ କରିବା। ଯୋଉ ଧର୍ମ ସାର୍ବଜନୀନ ଧର୍ମ, ପ୍ରତ୍ୟେକ ମାନବ ସତ୍ତା ପାଇଁ ଧର୍ମ, ଯୋଉଥିରେ ଦିବ୍ୟ ପ୍ରେମ ଅଛି, ଯୋଉଥିରେ ସ୍ୱାର୍ଥ ନାହିଁ, କାମନା ବାସନା ନାହିଁ। ଏଇ ଯୋଉ ନିଃସ୍ୱାର୍ଥପର ନିରଙ୍କାର ଭାବ ନେଇ ସବୁ ମଣିଷ ଭଗବାନଙ୍କର ପିଲା ଏଇ ବୋଧ ନେଇ ପ୍ରତ୍ୟେକ ମନୁଷ୍ୟକୁ ଭଲ ପାଇ ଶିଖିବା, ଇଏ ହଉଛି ଶ୍ରୀ ଅରବିନ୍ଦଙ୍କର ଧାରା। ତେଣୁ ପ୍ରତ୍ୟେକ ଭାରତୀୟ ବର୍ତ୍ତମାନ ସେଇ କଥା ଚିନ୍ତା କରିବା ଦରକାର। ତାଙ୍କ ନିଜ ମଧ୍ୟରେ ଯୋଉ ଆଧ୍ୟାତ୍ମିକ ଚେତନା ଅଛି ଜାଗ୍ରତ କରିବା ଦରକାର। ଅନ୍ତରାତ୍ମାର ଆବିଷ୍କାର କରିବା ପାଇଁ ପାଠ ପଢିବା ଦରକାର। ମନି କ୍ୟାରିୟର ସକ୍ସେସ ଆମ ଲକ୍ଷ୍ୟ ନୁହେଁ। ଯଦି ଆଜି ସମାଜକୁ କୋଉ ଜିନିଷ ପଲ୍ୟୁସନ କରିଛି, 3 illusions and 3 delusions, ସେ କଣ? ସେ ତିନିଟା ଆଗ ମନି କ୍ୟାରିୟର ଆଣ୍ଡ ସକ୍ସେସ। এই যে মনি ক্যারিয়ার सक्सेस, এ তিনিটাକୁ ଆମେ ଅତିକ୍ରମ କରିବା, ଆମ ଶିକ୍ଷାର ଲକ୍ଷ୍ୟ ରହିବ ନାହିଁ ମନି କ୍ୟାରିୟର सक्सेस। ଆମ ଶିକ୍ଷାର ଲକ୍ଷ୍ୟ ରହିବ ପରଫେକ୍ସନ। ତେଣୁ ମା କହିଲେ ସେଥିପାଇଁ ନେଭର ଏମ୍ ଆଟ୍ सक्सेस, आवर एम इज परफेक्शन। ତେଣୁ କଦାପି ଆମେ ସଫଳତା ଉପରେ ଲକ୍ଷ୍ୟ ରଖିବା ନାହିଁ। ଆମେ କାହା ଉପରେ ଲକ୍ଷ୍ୟ ରଖିବା? ପୂର୍ଣ୍ଣତା ଉପରେ ଲକ୍ଷ୍ୟ ରଖିବା। କାରଣ ପ୍ରତ୍ୟେକ ବ୍ୟକ୍ତି ଭିତରେ ପୂର୍ଣ୍ଣତା ଅଛି। ଯଦି ସେ ପୂର୍ଣ୍ଣତାକୁ ଜାଗ୍ରତ କରାଯାଇପାରେ, ତାହେଲେ ଭାରତବର୍ଷ ବଦଳିବ ଏବଂ ସମଗ୍ର ବିଶ୍ୱ ଗୋଟେ ପରିବାର ହେଇପାରିବ। ଭାରତବର୍ଷର ନେତୃତ୍ୱ। ତେଣୁ ପ୍ରତ୍ୟେକ ଭାରତୀୟଙ୍କର ଆତ୍ମଶକ୍ତିର ଜାଗରଣ, ତାର ଆଧ୍ୟାତ୍ମିକତାର ଜାଗରଣ, ତାର ଜାତୀୟତା ବୋଧର ଜାଗରଣ। ତେଣୁ ପ୍ରତ୍ୟେକ ଭାରତୀୟ ହିସାବରେ ଆମ ଆତ୍ମଶକ୍ତିକୁ ଯେତେ ବଳିଷ୍ଠ କରିବା, ଯେତେ ଅଭିବୃଦ୍ଧି କରିବା, ସେତେ ଦେଶ ଆମର ମହାନ ହେଇ ଉଠିବ। ତେଣୁ ପ୍ରତ୍ୟେକ ଭାରତୀୟ ଏଇ କଥା ଚିନ୍ତା କରନ୍ତୁ। ଅଥଚ ଏଇଠି ସେଇଭଳି ଏକ ଆଲୋଚନା ଚାଲୁଥିଲା ବେଳେ କେହି ଆଟେଣ୍ଟିଭଲି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ହେଲା, ହଉ ଠିକ ଅଛି। ବର୍ତ୍ତମାନ ଆମେ ଆଲୋଚନାକୁ ଏଇଠି ରଖିବା। ପ୍ରଭୁଙ୍କର ଆଶୀର୍ବାଦ ପାଇଁ ଆମେ ସବୁବେଳେ ପ୍ରାର୍ଥନା କରିବା। ଏଇ ମାଙ୍କୁ ଆମେ ସବୁବେଳେ ଡାକିବା, ଭଲ ପାଇବା, ତାହେଲେ ଆମେ ଦେଶ ମାତୃକା ପାଇଁ ଯୋଗ୍ୟ ହେଇପାରିବା। ଧନ୍ୟବାଦ। এই সভারে কৃতজ্ঞতা জ্ঞাপন করা দত্ত ভাইকে মু অনুরোধ করছি সে কৃতজ্ঞতা জ্ঞাপন করবে। धन्यवाद बोले आज्ञा। हाँ मन कोई
ଜ୍ଞାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ଆମକୁ ଏମିତି ଛାତ୍ରଛାତ୍ରୀମାନଙ୍କୁ ଆମକୁ ଯେଉଁ ଶ୍ରୀ ଅରବିନ୍ଦଙ୍କର ସ୍ମୃତି ଯେଉଁଟା ତାର କାର୍ଯ୍ୟକଳାପକୁ ଯେଉଁ ସ୍ଥାପନା କରୁଛନ୍ତି ଆଉ ଧନ୍ୟବାଦ ଗ୍ରହଣ କରୁଛି। ଧନ୍ୟବାଦ। ବର୍ତ୍ତମାନ ଆମେ 1 ମିନିଟ୍ ନୀରବ ରହିକି ଏ କାର୍ଯ୍ୟକ୍ରମକୁ ସାରିବା। ବର୍ତ୍ତମାନ ଆମ ରାଜନୈତିକ ସଭା ଶେଷ ପର୍ଯ୍ୟାୟ। ତ ପିଲାମାନେ 1 ମିନିଟ୍ ନୀରବ ପ୍ରାର୍ଥନା କରମା, ଖାଲି 1 ମିନିଟ୍। ଓମ୍ ମା